ନଡା ଯୋଉ ପୁରୀ ମିଟିଂ ରେ ଏମାନଙ୍କର ଓଡିଶା ବିଜେପି ନେତା ମାନଙ୍କର ମନୋଭାବ ଯାଉ ତ ନା କାହିଁକି ନଡା ତାଙ୍କ ବକ୍ତବ୍ୟରେ ବିଜେଡି ଶାସନକୁ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଗୋଟିଏ ଶବ୍ଦ କହିଛନ୍ତି କହିନାହାନ୍ତି। ତାଙ୍କର ସମସ୍ତ ଆକ୍ରମଣ ହେଲା କଂଗ୍ରେସ ବିରୁଦ୍ଧରେ ଏବଂ ତା ଭିତରେ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କହିକି ଗଲେ ଏଠି ଯେ କଂଗ୍ରେସ ହଉଛି ପରଜୀବୀ, ନିଜ ଗୋଡରେ ସେ ଆସନ୍ତିନି। ତା ଅର୍ଥ ଆମେ ଏପରି କିଛି କରିବା ନାହିଁ। ସେ ଜାଣିଛନ୍ତି ଓଡିଶାରେ ବିଜେଡି କ୍ଷମତାଚ୍ୟୁତ ହୋଇଥିଲେ ମଧ୍ୟ ହାତରେ ଜନସମର୍ଥନ ଅଛି। ଇଏ କଂଗ୍ରେସ ମେଣ୍ଟରେ ସାମିଲ ନ ହଉ, ଇଣ୍ଡିଆ ମେଣ୍ଟକୁ ନ ଯାଉ। ଯଦି ଏଇ ମାନେ ଯୋଉମାନେ ଚାହୁଁଛନ୍ତି ରାଜ୍ୟ ବିଜେପି ନେତା ମାନେ ଯୋଉଭଳି ଭାବରେ ଚାହୁଁଥିଲେ ଯେ ସେଇଭଳି ଭାବରେ ବିହେଭ କରିବେ ଚଲେଇବେ, ତାହେଲେ କୋଉଠିକି ସିଏ ଯିବ? ସେ ନ୍ୟାଚୁରାଲି ଯିବ ଏଇଠିକି, ଇଣ୍ଡିଆ ଆଲାଏନ୍ସ କୁ ଯିବ। ଆଜି ନହେଲେ କାଲି ଯିବ। ସେଇଟା ବିଜେପି ଚାହେଁନି। ତ ବିଜେପି ଚାହୁଁନି ଯେ ଇଣ୍ଡିଆ ଆଲାଏନ୍ସ କୁ ବିଜେଡି ଯାଉ। ନିଶ୍ଚିତ ଭାବରେ ଯାଉନି। ସେ ଏଭଳି ଆଚରଣ କରିବେ ନାହିଁ ଯୋଉଥିପାଇଁ ବିଜେଡି ବାଧ୍ୟ ହେଇଯିବା ସୁଯୋଗ ସୃଷ୍ଟି ହବ। ବରଂ ସେମାନେ ଯେତେ ପାରୁଛନ୍ତି ବିଜେଡି ଟାକୁ ନ୍ୟୁଟ୍ରାଲାଇଜ କରିବାକୁ ଚାହୁଁଛନ୍ତି। ଆପଣ ଦେଖନ୍ତୁ କାଲି ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ନେଇକି ଯୋଉ କଥା କୁହାଗଲା, କିଏ ପ୍ରେସ ନୋଟ କହିସା କିଏ ଦେଲା? ଏଇଟା ନିଶ୍ଚିତ ଭାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହୁଏତ ଆକୁ ଦେଖିବି ନାହାନ୍ତି, କିନ୍ତୁ ଏଇଟା ପ୍ରେସ ନୋଟ ହିସାବରେ ଆସିଲା ନା ନାଇଁ? ଆସିଲା ପରେ କଣ ରିଆକ୍ସନ ହେଲା? ୟା ପରେ ସାରା ଦେଶରେ ଗୋଟେ ରିଆକ୍ସନ ବିଜେପି ବିରୁଦ୍ଧରେ ଏଠି ହେଲା, ଆପଣ ଦେଖିଥିବେ। ଏବଂ ମୁଁ ମଧ୍ୟ ମତେ ଅନେକ କହିଛନ୍ତି, ମୁଁ କହିଲି ଏଇଟା ଗୋଟେ ନିମ୍ନ ମାନସିକତା ଏଥିରେ ଦରକାର ନାହିଁ। କାରଣ ଆମେ ଓଡିଆ ଅସ୍ମିତା କହିଲେ ମଧ୍ୟ ବିଜୁ ପଟ୍ଟନାୟକ ମଧ୍ୟ ଓଡିଶାର ଗୋଟେ ଗୌରବ, ଗୋଟେ ଦୃଷ୍ଟିରୁ ବରପୁତ୍ର। ଏଇଟା ତ ଆପଣ ସ୍ୱୀକାର କରିପାରିବେନି। ସ୍ୱାଧୀନୋତ୍ତର ଓଡିଶାରେ ଯୋଉ ନେତାମାନେ ଓଡିଶା ପାଇଁ ପ୍ରତିଷ୍ଠା ଆଣିଛନ୍ତି ତାଙ୍କ ଭିତରେ ବିଜୁ ପଟ୍ଟନାୟକ ବହୁତ ଆଗରେ ଅଛନ୍ତି। ତ ଆପଣ ଭାବୁଛନ୍ତି ଏ ଯୋଉ ନିଷ୍ପତ୍ତି ନିଆଗଲା ବିଜୁ ପଟ୍ଟନାୟକ ନାଁରେ ରହିବନି କ୍ରୀଡା ପୁରସ୍କାର, ଏ ମାମଲାରେ କେନ୍ଦ୍ରୀୟ ବିଜେପି ହସ୍ତକ୍ଷେପ କଲା ବୋଲି? ନାଇଁ ବିଜେପି, ମୁଁ ସେ କଥା ଜାଣିନି, ମୋର କିଛି ଇନଫର୍ମେସନ ମୁଁ କେମିତି କହିବି। କିନ୍ତୁ ଦେଖନ୍ତୁ ମୁଖ୍ୟମନ୍ତ୍ରୀ ଆଜି ତାକୁ ସଂଶୋଧନ କଲେ। ମୁଖ୍ୟମନ୍ତ୍ରୀ କହିଲେ ନାଇଁ ଏ କଥା ହେଇନି। କାହିଁକି ସେ ଜାଣିଛନ୍ତି ଆପଣ ବିଜୁ ପଟ୍ଟନାୟକ ବିମାନ ବନ୍ଦର, ଆନ୍ତର୍ଜାତିକ ବିମାନ ବନ୍ଦର ନା କିଏ ଦେଇଥିଲେ? ଅଟଳ ବିହାରୀ ବାଜପେୟୀ ସରକାର ଦେଲା। କାରଣ ବିଜୁ ପଟ୍ଟନାୟକ ଗୋଟେ ଭିନ୍ନ ସ୍ଥିତିର ମଣିଷ। ତାଙ୍କ ବିଷୟରେ ନିଜେ ନରେନ୍ଦ୍ର ମୋଦୀ ମଧ୍ୟ ଅତୀତରେ ତାଙ୍କ ବିଷୟରେ ତାଙ୍କ ଜନ୍ମଦିନରେ ଟ୍ୱିଟ୍ କରିଛନ୍ତି। କାହିଁକିନା ବିଜୁ ପଟ୍ଟନାୟକଙ୍କର ଅଣ କଂଗ୍ରେସ ରାଜନୀତିରେ ଜାତୀୟ ସ୍ତରରେ ଜରୁରୀ ପରିସ୍ଥିତିରେ ପୁଣି ସର୍ବୋପରି ଓଡିଶାର ବିକାଶରେ ତାଙ୍କର ଗୋଟେ ଭିନ୍ନ ଭୂମିକା ଅଛି। ଓଡିଶାରେ ଯଦି ଓଡିଆ ଅସ୍ମିତା କଥା କିଏ କହିବ, ଯେମିତି ଆପଣ ମଧୁବାବୁ ଗୋପବନ୍ଧୁଙ୍କ କଥା କହିବେ, ସେଭଳି ଭାବରେ ଓଡିଶା ଅସ୍ମିତା ଭିତରେ ମଧ୍ୟ କିଛି ଲୋକଙ୍କୁ ନେବେ ଯୋଉଥିରେ କି ବିଜୁ ପଟ୍ଟନାୟକ ନାଁ ମଧ୍ୟ ଆସୁଛି। ତ ଆପଣ କହୁଛନ୍ତି ଏ ସବୁ ଷ୍ଟ୍ରାଟେଜି କରାଯାଉଛି, ବିଜୁ ବାବୁଙ୍କ ନାଁରେ ଥିବା ଆୱାର୍ଡ ଯୋଉ ହଟେଇ ଦିଆଗଲା ପୁଣି ସଂଶୋଧନ କରାଗଲା, ଆଜି ସକାଳୁ ପୁଣି ଯାଇ ମୋହନ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କେବି ସିଂହ ନବୀନ ନିବାସରେ ପହଞ୍ଚିବା ଗୋଟିଏ କଥା ସୂଚନା ଦଉଛି ଯେ ଇଣ୍ଡିଆ ମେଣ୍ଟକୁ ବିଜୁ ଜନତା ଦଳ ନ ଯାଉ। ନିଶ୍ଚିତ ଭାବେ ନ ଯାଉ ଏବଂ ଏମାନେ ଜାଣି ଶୁଣିକି ଗୋଟେ ମୁକାବିଲା ଜନକ ପରିସ୍ଥିତି ସୃଷ୍ଟି ନ କରିକି ଏଭଳି ସ୍ଥିତି ସୃଷ୍ଟି କରିବାକୁ ଚାହାନ୍ତି ଯେ ବିଜେପି ଗୋଟେ ବିରୋଧୀ ଭୂମିକାରେ ତୀବ୍ର ବିରୋଧୀ ଭୂମିକା ଆସିପାରିବନି ଯଦି ସେମାନେ ନ କରିବେ। ଏବଂ ଆହୁରି ବଡ କଥା, ତାଙ୍କ ହାତରେ ଯୋଉ 9 ଜଣ ସାଂସଦ ଅଛନ୍ତି ରାଜ୍ୟସଭାରେ, ତାଙ୍କର ବି ସାହାଯ୍ୟ ଦରକାର। କାହିଁକି ରାଜ୍ୟସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ନାହିଁ, ଆପଣ ଜାଣିଛନ୍ତି। ସେଠି ବି ଦରକାର। କାଲି ସକାଳେ ମାନେ ସାଧାରଣ ବିଲ୍ ପାଇଁ ଦରକାର। ମୁଁ ସମ୍ବିଧାନ ସଂଶୋଧନ ପାଇଁ ନୁହଁ, ସାଧାରଣ ବିଲ୍ ପାଇଁ ବି ଆବଶ୍ୟକ ପଡିବ। ତ ଠିକ ଅଛି। ଆଉ ଗୋଟେ କଥା, କିନ୍ତୁ ଏଇ ଯୋଉ ଆମେ ଦେଖିଲୁ ଯେ ଶପଥ ଗ୍ରହଣ ଉତ୍ସବରେ ଯେଭଳି ଭାବରେ ନବୀନ ବାବୁଙ୍କୁ ସମ୍ମାନ ଦିଆଗଲା, ପୁରୀରେ ଯେଭଳି ଭାବରେ ନବୀନ ବାବୁଙ୍କୁ ସମ୍ମାନ ଦିଆଗଲା, ସମସ୍ତେ ଚେୟାରରୁ ଉଠିଲେ, ତାଙ୍କୁ ପାଛୋଟି ନେଲେ,
ନବୀନ ନିବାସକୁ ଯାଇଥିଲେ ମୋହନ ମାଝୀ ନିମନ୍ତ୍ରଣ କରିବା ପାଇଁ, ଏବେ ଦ୍ୱିତୀୟ ଥର ପାଇଁ ପୁଣି ଗଲେ ନିମନ୍ତ୍ରଣ କରିବା ପାଇଁ। କୋଉଠି ନା କୋଉଠି ଆପଣ ଲାଗୁଛି କି ମାନେ ଏ ସୌଜନ୍ୟ ବହୁତ ହେଇଯାଉଛି? ନାଇଁ, ସେମାନଙ୍କର ଏନ୍ଟାର ବିଚାର ହଉଛି ବର୍ତ୍ତମାନ ସେ ଜାଣିଛନ୍ତି ନବୀନ ପଟ୍ଟନାୟକଙ୍କର ବୟସ ଯାହା, ସେ ଏବେ ଯୋଉ ବୟସରେ ଅଛନ୍ତି, ଓଡ଼ିଶାରେ ବିଜେପି ତାର ଭବିଷ୍ୟତ ଗଢିବାକୁ ଚାହିଁଲେ ତ ଆଫ୍ଟର ନବୀନ ପଟ୍ଟନାୟକ ତ ଚିନ୍ତା ତ କରିବ ନା ନାଇଁ। ଯଦି ବିଜେଡି ଯଦି ନବୀନ ପଟ୍ଟନାୟକଙ୍କୁ ସେମାନେ ପୁରାପୁରି ଭାବରେ କନଫ୍ରଣ୍ଟେସନ ଆଟିଚ୍ୟୁଡରେ ନିଅନ୍ତି ତାହେଲେ ଏଣ୍ଟାୟାର ରାଜ୍ୟରେ ବିଜେଡି ତାଙ୍କର ବିରୋଧୀ ହେଇଯିବ। ସେ ଭାବୁଛନ୍ତି ଯେ ନବୀନ ପଟ୍ଟନାୟକ ଅବର୍ତ୍ତମାନରେ ବା ନବୀନ ପଟ୍ଟନାୟକ ଯେତେବେଳେ ପ୍ରଚାର କରି ଯିବେ ଏଠି ଅଧିକାଂଶ ବିଜେଡି ଲୋକ ବିଜେପି ଆଡକୁ ଆସିବେ, ଏଇଟା ସେମାନଙ୍କର ବିଶ୍ୱାସ। କିନ୍ତୁ ଏଇଭଳିଆ ମୁକାବିଲା କଲେ ତ ସେଇଟା ହବନି ନା। ଯଦି ବର୍ତ୍ତମାନ ସବୁ ଷ୍ଟେଜରେ ସବୁ ସ୍ତରରେ ଗାଁଠୁ ସହର ପର୍ଯ୍ୟନ୍ତ ପଞ୍ଚାୟତରୁ ମ୍ୟୁନିସିପାଲିଟି ପର୍ଯ୍ୟନ୍ତ ସବୁଠି ଗୋଟେ ମୁକାବିଲା ପରିସ୍ଥିତି ସୃଷ୍ଟି ହବ ତାହେଲେ ଏବଂ ସେଥିରେ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ବିରୋଧୀ ଭୂମିକାରେ ମୁକାବିଲା ଜନକ ପରିସ୍ଥିତି କେମାନେ ନେବେ ତାହେଲେ ମଧ୍ୟ ବି ଭବିଷ୍ୟତ ଯୋଉ ମୁଁ କହିଲି ଏମାନେ ଯଦି 25 ବର୍ଷ 20 ବର୍ଷ 15 ବର୍ଷ ବା 10 ବର୍ଷ ଓଡ଼ିଶା ରାଜନୀତି କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ଏତେ ବଡ ବିରୋଧୀ ଶକ୍ତିଟାକୁ ଜାଣି ଶୁଣିକି ଠେଲିକି ଇଣ୍ଡିଆ ମେଣ୍ଟ୍ରିକୁ ପଠେଇଦେବେ କି? ତ ଆପଣ କଣ ଭାବୁଛନ୍ତି ଯେ ନବୀନ ପଟ୍ଟନାୟକ ବିଜେପି ସହିତ ରହିବେ ଆଉ ଇଣ୍ଡିଆ ମେଣ୍ଟକୁ କେବେ ଯିବେନି? ମୁଁ ଜାଣିନି ନବୀନ ପଟ୍ଟନାୟକ କଣ କରିବେ, କିନ୍ତୁ ବିଜେପି ଏପରି କରିବାକୁ ଚାହୁଁନି ଯୋଉଠି ନବୀନ ପଟ୍ଟନାୟକ ଗୋଟେ ସୁଯୋଗ ମିଳିଯିବ ବା ନବୀନ ପଟ୍ଟନାୟକ ସେ ପରିସ୍ଥିତି ଆସିଯିବ ଯଦି ଏଠି ଏକଦମ ପୁରାପୁରି ମୁକାବିଲା ଚାଲିବ ତାଙ୍କ ବିରୁଦ୍ଧରେ। କିନ୍ତୁ ସେ ଅଛନ୍ତି, ତାଙ୍କ କାମ ହଉଛି ବିରୋଧ କରିବା। ତେଣୁ ଆପଣ କଣ ଭାବୁଛନ୍ତି ସେ ଗୋଟେ ସକ୍ରିୟ ବିରୋଧୀ ଦଳ ଭୂମିକାରେ ରହିବେ ନା ନାହିଁ? ନାଇଁ, ସକ୍ରିୟ ବିରୋଧୀ ଦଳ ରହିବେ ବୋଲି ତ ତାଙ୍କର ବନ୍ଦୋବସ୍ତ କରିଛନ୍ତି। ଯୋଉ ଯେମିତି କହିଲେ ଛା କ୍ୟାବିନେଟ ଇଏ ଫିଏ ରହିବେ, ଓଡ଼ିଶା ବିଷୟ ଉଠେଇବେ। କିନ୍ତୁ ଯୋଉ ମୁକାବିଲା ମୁଁ କହିଲି ଏଇ ଯୋଉ ମୁକାବିଲାରେ ଅଧିକାଂଶ ରାଜ୍ୟରେ ଯୋଉଠି ଇଣ୍ଡିଆ ମେଣ୍ଟର ଶକ୍ତି ବଢିଛି ଭାରତ ବର୍ଷରେ ଆପଣ ଦେଖିବେ ସେଠି ରାଜ୍ୟ ଦଳମାନଙ୍କ ସହାୟତାରେ ବଢିଛି, ଆଞ୍ଚଳିକ ଦଳମାନଙ୍କ ସହାୟତାରେ। ଯେମିତି ମଧ୍ୟପ୍ରଦେଶରେ ଅଖିଳେଶ ଯାଦବ ନ ହେଇଥିଲେ କଣ ଏଇ ସଫଳତା ହେଇଥାନ୍ତା? ବା କିନ୍ତୁ ମମତା ବାନାର୍ଜୀ ନ ହେଇଥାନ୍ତା ବା ଏପରିକି ବିହାରରେ ତେଜସ୍ୱୀ ଯାଦବ ନ ଲୋକ ଅଗ୍ରଗତି କରିବ ଦଳ ଇଣ୍ଡିଆ ମେଣ୍ଟ। ନବୀନ ବାବୁ କିନ୍ତୁ ରବାବୁ ଗୋଟେ ବଡ କଥା ହଉଛି ଯେ ଏଇ ଯୋଉ ଷ୍ଟ୍ରାଟେଜିରେ ଏଇ ଯୋଉ ଗୋଟି ଚାଳନା କରୁଛି ବିଜେପି, ଆପଣ ଭାବୁଛନ୍ତି ଏ ଗୋଟି ଚାଳନାରେ ବିଜେପି ସଫଳ ହବ କି? ମୁଁ ଜାଣିନି, କିନ୍ତୁ ନ୍ୟୁଟ୍ରାଲାଇଜ ସେମାନେ କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ଭିତରେ ଏପରି ବ୍ୟବସ୍ଥା ସୃଷ୍ଟି କରୁଛନ୍ତି। ଆପଣ ଜାଣନ୍ତି ବିଜୁ ଆପଣ ଆମେ ସମସ୍ତେ ବି ଜାଣିଛେ, ଆପଣ ବି ଜାଣିଛନ୍ତି ଓଡ଼ିଶାରେ ଯୋଉମାନେ ବ୍ୟବସାୟ କରୁଛନ୍ତି କର୍ପୋରେଟ ୱାର୍ଲଡ, ଯୋଉ କର୍ପୋରେଟ ୱାର୍ଲଡର କର୍ପୋରେଟ ଦୁନିଆରେ ଯାହାର ସବୁଠୁ ବେଶୀ ଇଣ୍ଟରେଷ୍ଟ ଓଡ଼ିଶାରେ ବର୍ତ୍ତମାନ ଅଛି ଆର ଖଣି ସକାଶେ, ସେମାନେ ଭଲ ଭାବରେ ଜାଣିଛନ୍ତି ଯେ ଉଭୟ ବିଜେଡି ବିଜେପି ଉଭୟ ବିଜେପି ସରକାର ଥିଲାବେଳେ ମଧ୍ୟ ତାଙ୍କୁ ସହାୟତା କରିଛି, ବିଜେପି ମଧ୍ୟ ସହାୟତା ସେଠୁ ଦିଲ୍ଲୀରୁ କରିଛି। କିନ୍ତୁ ବର୍ତ୍ତମାନ ଯଦି ବିଜେଡି ପୁରାପୁରି ବିରୋଧୀ ଭୂମିକାକୁ ଚାଲିଯାଏ ତାହେଲେ ସେମାନଙ୍କ ପାଇଁ ମଧ୍ୟ ଅସୁବିଧା ସୃଷ୍ଟି ହବ। ତେଣୁ ସେମାନେ ସେଇଭଳି ସ୍ଥିତି ଓଡ଼ିଶାରେ କାହିଁ କରିବେ? ସେମାନେ ବି ଚାହୁଁଛନ୍ତି ଓଡ଼ିଶାରେ ଯେ ବିଜେଡି ବିଜେପି ଭିତରେ ସମ୍ପର୍କ ମୁକାବିଲା ନ ହେଇକି ରାଜନୀତି ହବ, ମୁକାବିଲା ପରିସ୍ଥିତି କି ନ ଯାଉ। ଏବଂ ନବୀନ ବିଶେଷ ଭାବରେ ନବୀନ ପଟ୍ଟନାୟକ ସେ ଜାଣିଛନ୍ତି ବିଜେଡିର ଏବେ ମଧ୍ୟ ଶକ୍ତି ହଉଛନ୍ତି ନବୀନ ପଟ୍ଟନାୟକ। କାରଣ ନବୀନ ପଟ୍ଟନାୟକକୁ ଛାଡ଼ିଦେଇ ଆଉ କୌଣସି ନେତା ଉପରେ ବିଜେଡି ଏକମତ ହେଇପାରିବନି, ହେଇପାରୁନି ବର୍ତ୍ତମାନ। କିନ୍ତୁ ରବାବୁ ଆପଣ ଭାବୁନାହାନ୍ତି କି ଯେ ଏମିତି ଧର ସମଝୋତାର ରାଜନୀତି ଚାଲେ, ବିଜୁ ଜନତା ଦଳ ତାର ଧର୍ମ ବୁଲିକି ବିରୋଧ ନ କରେ, କମ ବିରୋଧ କରେ ଏବଂ ଭାରତୀୟ ଜନତା ପାର୍ଟି ଆଉ ବିଜେଡି ଭିତରେ ସାମାନ୍ୟ ତିଆରି ହୁଏ କୌଣସି ନା କୌଣସି ବାଟରେ, ଏ କଂଗ୍ରେସକୁ ଫାଇଦା ଦବ କି ନାହିଁ? ଆପଣ ତ ଆମେ ଦେଖିଲୁ ଗଲା ନିର୍ବାଚନରେ ବିଜେପି କଂଗ୍ରେସ ଭାବେ ସେଇ କଥା କହୁଥିଲେ, କିନ୍ତୁ ଫାଇଦା କଂଗ୍ରେସକୁ ଗଲା କି? ଯେତେବେଳେ ଲୋକ ବିଜେଡି ଉପରେ ରାଗିଲେ ସେ କୁଆଡେ ଗଲେ? ବିଜେପି ଗଲେ। ଯଦି ଏମାନେ କହୁଥିଲେ ବିଜେପି ଏକା ଅଛନ୍ତି, ବାହାଘର କରୁଥିଲେ, ଏମ କରୁଥିଲେ, କିନ୍ତୁ ଯଦି ବିଜେଡି ବର୍ତ୍ତମାନ ଠିକ ଭାବରେ ମୁଁ ଯୋଉ କହିଲି ମୁକାବିଲାକୁ ଯାଏ
कांग्रेस जोटा को आपको दुर्बल जना पड़ी कांग्रेस अधिका बहुत शक्तिशाली हो केमती शक्तिशाली हो बोली भावुचंदी बीजेडी जदि नवीन मान यदि बीजेडी पूरा पूरी भाव में विरोधी भूमिका रहे एवं नवीन पट्टनायक को न्यूट्रालाइज न करा जाए ताले निश्चित भाव कांग्रेस में गोटे सुविधाजनक स्थिति कर कांग्रेस आग्रेसिवली जीव एवं बीजेडी से मत को एंडोर्स कर गोटे धारणा सृष्टि हो जमी गोटे छोटिया मोटा घटना कह राज्यपाल घटना कांग्रेस टी एग्रेसिव जाइए बीजेडी कम कले भी गोटे बीजेडी सहायता मिला कांग्रेस भाई मिला ना नहीं एमती सब घटना गोटे पर गोटे आसो बहु घटना आसो कहीं कांग्रेस तृण स्थिति भल ना आप जानते 13% भोट पाई कि यदि बीजेडी किसी सपोर्ट प्रोवाइड कला मौखिक भाव भी तार से शक्तिशाली हे धीरे धीरे तो आपण भावुंट ये जो सौजन्यर राजनीति समझौतार राजनीति बीजेडी आ बीजेपी भितर कंटिन्यू करिवो आगो को आउ नहीं समझो ना आप समझौता राजनीति बोली कहे भी नहीं से समझौता राजनीति करें भी नहीं ये मतलब कहे आम विरोध में अच्छु जमी बीजेपी मतलब कहूला से बीजेपी कौन कहूला कि ये समर्थन दिल्ली सत्वे तो ये कार्य चलो ये कार्य चलिया भितर कहली लोक मैंने बुझी जाती लोक मैंने बुझीपारे आमे जदि जन को पूरा पूरी भाव में मुकाबला मनोभाव जदि नेबे से निर्वाचन सरी जाइए निर्वाचन पर जदि से मुकाबला मनोभाव बीजेडी बीजेडी नेतृत्व विरुद्ध रे नेता मान विरुद्ध रे मुकाबला कौटी कौटी आंचल भितर कौटी गोटे खराब काम हो केस हो गला का विरुद्ध रे व्यक्तिगत भाव में से डिफरेंट कथा किंतु सामूहिक भाव में एपरिक देखु शंख भवन नहीं कि राजस्व मंत्री मंतव्य हुए तो बीजेपी अनेक भल पाई नथिबे दरकार नहीं रबाबू आपण भावुंट कि चलित विधानसभा बीजेडी स्वर टिके नरम रहिबो नरम कहीं रोटे सी जमी कथा सी देखो सब जाक नवीन पट्टनायक मुख्यमंत्री थिला बेले आप देखिछंती से जातीय राजनीति कौन सी कथार मुह खोलती विशेष खोलती बा गोटे आग्रेसिव स्टैंड कौन सी घटना नियंती सी गोटे पॉजिटिव एटीट्यूड नहीं कि विकास कथा कहीकि एटा करा जीवो सेटा करा जाय भितर रहंती तेणु ये विरोधी हम तांको कार्यक्रम को जोड़ाक जनकल्याणी कार्यक्रम बा कोई कार्यक्रम बीजेडी सरकार बेल थिला ताकू एमान जोठी बदलेबे से निश्चयता विरुद्ध शरद करेंगे निश्चित करेंगे तो ढेर सब विभाग कर काम अच्छी ना सबू कहीं सबू विभाग को देती मंत्रिमंडल जरिया सबू विभाग को एमएलए खंजी कहीं से विभाग में कौन हो नजर रखापी नजर रख नजर माने रखा माने कौन विरोध पाइंगा नुह समय जहाँ जो विभाग में जो नीति व्यवस्था तार जो परिवर्तन होउची कौन परिवर्तन होउची ताकू मजबूत कला भाया किसी होउची ताकू समर्थन कर जदि मजबूत कला भली न होउची ताले विरोध करो।